ଦେଖନ୍ତୁ ଝାରସୁଗୁଡ଼ା ଜିଲ୍ଲା ଏକ ଭାଗ୍ୟବାନ ମାଟି। ଏ ମାଟିରେ ଆଜି ଯେଉଁ ପ୍ରକୃତି ଅଛି, ଏ ମାଟିର ଯେଉଁ ସୌନ୍ଦର୍ଯ୍ୟ ଅଛି, ଏଠିକାର ଲୋକଙ୍କର ବି ସେ ପ୍ରକାର ସ୍ୱଭାବ ହେଇଛି। ଆଜି ଦୁଲଦୁରିର ଉଦ୍ଘାଟନୀ ଉତ୍ସବ, ଏ ଉଦ୍ଘାଟନୀ ଉତ୍ସବରେ ମାନ୍ୟବର ରାଜସ୍ୱ ବିପର୍ଯ୍ୟୟ ମନ୍ତ୍ରୀ ଉପସ୍ଥିତ ଥିଲେ, ସାଂସଦ ଉପସ୍ଥିତ ଥିଲେ ଏବଂ ଝାରସୁଗୁଡ଼ାର ବିଧାୟକ ଉପସ୍ଥିତ ଥିଲେ, କଲେକ୍ଟର ସମସ୍ତଙ୍କର ଉପସ୍ଥିତିରେ ଯାହା ମୁଁ ଶୁଣିବା ଯାହା ବିଷୟ ଥିଲା, ନିଶ୍ଚିତ ଭାବରେ ଏ ଜିଲ୍ଲା ଆଗାମୀ ଦିନରେ ରାଜ୍ୟର ଏକ ଶୀର୍ଷ ଜିଲ୍ଲା ହୋଇପାରିବ। ସବୁ କ୍ଷେତ୍ରରେ ଏ ଅଞ୍ଚଳର ଉନ୍ନତି ହେଉଛି। ଲୋକଙ୍କ ବ୍ୟବସ୍ଥା ଦୃଷ୍ଟିରୁ ନିଯୁକ୍ତି ଯେଉଁ ବ୍ୟବସ୍ଥା ଅଛି, ଏଠି ବି ସ୍ଥାନୀୟ ନିଯୁକ୍ତିର ଗୋଟେ ବହୁତ ବଡ଼ ସୌଭାଗ୍ୟ ଏଠିକାର ଯୁବଶକ୍ତି ପାଉଛନ୍ତି। ତା ସହିତ ଅଛି ଏଠିକାର ସଂସ୍କୃତିକୁ ବଞ୍ଚାଇବା ପାଇଁ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯେଉଁ ପ୍ରକାର ସୌଭାଗ୍ୟ ତିଆରି କରିଛନ୍ତି, ଏଠିକାର ଝାଡ଼େଶ୍ୱର ବାବା ଠାରୁ ଆରମ୍ଭ କରି କୋଇଲି ଘୋଗର ପର୍ଯ୍ୟନ୍ତ ଯେଉଁ ପ୍ରକାର ବିକାଶର ଉନ୍ନତିର ଶୀର୍ଷ ସ୍ଥାନରେ ପହଞ୍ଚିଛି, ନିଶ୍ଚିତ ଭାବରେ ଆଗାମୀ ଦିନରେ ଏଠିକାର ଐତିହ୍ୟ, ଏଠିକାର ପରମ୍ପରା ନିଶ୍ଚିତ ଭାବରେ ବଞ୍ଚି ରହିବା ସଙ୍ଗେ ସଙ୍ଗେ ଏଠି ପଲ୍ଲିଶ୍ରୀ ମେଲା, ଯେଉଁ ପଲ୍ଲିଶ୍ରୀ ମେଲା ଆଜି ଆତ୍ମନିର୍ଭର ମେଲା ଭାବରେ ଏବଂ ସ୍ୱଦେଶୀ ମେଲା ଭାବରେ ପ୍ରତିପାଦିତ ହୋଇଛି। ପଲ୍ଲିଶ୍ରୀ ମେଲା କେବଳ ଖାଇବାର ପିଇବାର ନୁହେଁ, ଏଠିକାର ଉତ୍ପାଦିତ ଦ୍ରବ୍ୟ, ଓଡ଼ିଶାର ଉତ୍ପାଦିତ ଦ୍ରବ୍ୟ ଆତ୍ମନିର୍ଭର ହେବାର ବିଷୟକୁ ଉଲ୍ଲେଖ କରି ଏ ପଲ୍ଲିଶ୍ରୀ ମେଳା ଅତି ସୁନ୍ଦର ହେଇଛି। ମୁଁ ବି ଅନେକ ଜିନିଷ ଦେଖିଲି, ଆମେ ବୁଲିବା ଭିତରେ ନିଶ୍ଚିତ ଭାବରେ ଆମେ ଆଗାମୀ ଦିନରେ ଜଣେ ଜଣେ ଏଣ୍ଟରପ୍ରିନିୟର ହେବା କଥା, ଉଦ୍ୟୋଗୀ ହେବା କଥା। ଆମର ଅଞ୍ଚଳରେ ଅଛି ସେ ବିଷୟକୁ ନେଇ ଆମେ ଆଗକୁ ବଢ଼ିପାରିଲେ ଦେଶ ଆଗକୁ ବଢ଼ିପାରିବ। ସେ ଦୃଷ୍ଟିରୁ ଏ ପ୍ରକାର ଭାବନା ରଖି ଆଗକୁ ଆମେ ନିର୍ଣ୍ଣୟ ନେବାର ଆବଶ୍ୟକ ମନେ ପଡ଼ୁଛି। ଯେ ପ୍ରଦୂଷଣ ମୁକ୍ତକୁ ନେଇ ଆଜିକାର ସରକାରର ପ୍ରତିନିଧିମାନେ ଲଢ଼େଇ କରୁଥିଲେ, ମୁଁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କର ଯେଉଁ ପ୍ରଦୂଷଣ ପାଇଁ କାରୁକାର୍ଯ୍ୟ ମୁଁ ଦେଖିଛି, ନିଜର ଆଖିରେ ଦେଖିଛି ଏବଂ ମୁଁ ବି ଅନେକ ଥର ଆସିଛି। ଆଜି ଯେଉଁ ପ୍ରକାର ପ୍ରଦୂଷଣ ମୁକ୍ତ ସହର ଭାବରେ ପ୍ରତିଷ୍ଠିତ ହେଇଛି, ଏତେ ଇଣ୍ଡଷ୍ଟ୍ରି ଥିବା ସତ୍ତ୍ୱେ, ଏଠିକାର ଏତେ ଖଣିଜ ପଦାର୍ଥ ଥିବା ସତ୍ତ୍ୱେ ପ୍ରଦୂଷଣ ନାହିଁ, ଏ ପ୍ରକାର ମାନ୍ୟତା ଏସି ଆମକୁ ଦେଇଛନ୍ତି। ତ ସେ ଦୃଷ୍ଟିରୁ ଆମେ ଆମ ଅଞ୍ଚଳ ପାଇଁ, ଆମର ଲୋକଙ୍କ ପାଇଁ ଆମେ ହିଁ ଚିନ୍ତନ କରିବା ଆବଶ୍ୟକ ଅଛି। ଆମେ କ'ଣ କରିପାରିବା? ଏଠିକାର ଯେଉଁ ପ୍ରଶାସନିକ ଅଧିକାରୀଙ୍କର ବିଷୟକୁ ଆଧାର କରି ଏବଂ ସରକାରଙ୍କ ନିର୍ଦ୍ଦେଶକୁ ଆଧାର କରି ସେ ଉଲ୍ଲେଖ କରୁଥିଲେ ଯେ ଏଠିକାର ନିଯୁକ୍ତି ପ୍ରକ୍ରିୟାକୁ ବି ସ୍ଥାନୀୟ ନିଯୁକ୍ତି ଭାବରେ ଏପରି ପ୍ରୋତ୍ସାହନ ଅଛି, ଏପରି ବ୍ୟବସ୍ଥା ଅଛି ଯେ ଅନ୍ୟ ଜିଲ୍ଲାରେ କ'ଣ ହେଉଛି ନ ହେଉଛି, ଏଠିକାର ଯୁବା ଆଜି ସ୍ଥାନୀୟ ନିଯୁକ୍ତି ପାଇପାରୁଛି। ତ ସେ ପ୍ରକାର ବିଷୟ ବିଗତ ଦିନରେ ନଥିଲା। ଆଜିକା ଲୋକଙ୍କର ସରକାର, ଆଜିକାର ଆପଣମାନଙ୍କର ପ୍ରତିନିଧି ଏ ବିଷୟକୁ ଅତି ନିଖୁଣତା ସାର କରୁଛନ୍ତି। ତ ନିଶ୍ଚିତ ଭାବରେ ଆଗାମୀ ଦିନରେ ଝାରସୁଗୁଡ଼ା ଏକ ନମୁନା ହେବ, ଓଡ଼ିଶାର ନମୁନା ହେବ ବିକାଶ କ୍ଷେତ୍ରରେ, ଅର୍ଥନୈତିକ କ୍ଷେତ୍ରରେ ଏବଂ ଏଠିକାର ଯୁବାମାନଙ୍କର ଶକ୍ତିକୁ ଆଧାର କରି ଆଗାମୀ ଯୋଜନା ପ୍ରସ୍ତୁତ କରିପାରିବା ଏବଂ ଆଗକୁ ବଢ଼ିପାରିବା ମୁଁ ହୃଦବୋଧ କରୁଛି। ଗୋଟେ ବିଶ୍ୱାସ, ପବିତ୍ରତା ଆଉ ଜୀବନ ସାରା ବନ୍ଧନ। ज्वेलरीज जे प्रत्येक उत्सव के उजागर रखसी। श्री सोनी ज्वेलर्स बेलपहाड़, स्पार्कल विथ एलिगेंस।